ସୋୟାବିନ୍ ଦେଖିଲେ ଛୁଆବେଳେ କଥା ମନେ ପଡ଼ିଯାଏ। ଆମେ ତାକୁ କହୁଥିଲେ ଭେଜ୍ ଚିକେନ୍। ଯଦି ପୂଜା ବାର ହେରିକା ପଡ଼ିଯାଏ ତ ସୋୟାବିନ୍‌ଟା ଗୋଟେ ମାନେ ବହୁତ ରିଚ୍ ଖାଇବାରେ ଯାଉଥିଲା। ଆଉ ଯେଉଁମାନେ ହଷ୍ଟେଲରେ ରହୁଥିଲେ ସେମାନଙ୍କ ତ ମୋତେ ଲାଗେ ଯେ ସୋୟାବିନ୍ ସାଙ୍ଗରେ ତାଙ୍କ ସମ୍ପର୍କଟା ବହୁତ ନିବିଡ଼। ସୋୟାବିନ୍ ଆଉ ଆଳୁ ଝୋଳ ହଷ୍ଟେଲର ଗୋଟେ ଫେଭରାଇଟ୍ ତରକାରୀ ଥିଲା। ଏଠି ସୋୟାବିନ୍‌ଟାକୁ ମୁଁ ଗରମ ପାଣିରେ ପକେଇଥିଲି, ତାପରେ ପୁରା ଛାଣିକି ଚିପୁଡ଼ିକି ତା ଦେହରେ ଟିକେ କର୍ଣ୍ଣଫ୍ଲୋର୍ ପକେଇଦେଲି, ଲଙ୍କାଗୁଣ୍ଡ ଆଉ ଲୁଣ ତାକୁ ଭଲସେ ପକେଇ ଦେଇକି ମିଶେଇ ଦେବା। ସତ କହିବେ କାହାକୁ କାହାକୁ ସୋୟାବିନ୍ ତରକାରୀ ଭଲ ଲାଗେ। ଆଜିକାଲି ସିନା ଏତେ ନୂଆ ନୂଆ ରେସିପି ପଳେଇ ଆସିଲାଣି, କିନ୍ତୁ ସେତେବେଳେ ଖାଲି ସୋୟାବିନ୍ ଆଉ ଆଳୁ ତରକାରୀ ହେଉଥିଲା। ଏଠି ପ୍ୟାନ୍‌ଟା ଗରମ କରିକି ମୁଁ ସେଥିରେ ତେଲ ଟିକେ ପକେଇ ଦେଇଥିଲି। ତାପରେ ସୋୟାବିନ୍‌ଟାକୁ ନେଇକି ତାକୁ ଆମେ ଟିକେ କ୍ରିସ୍ପି ହେବା ପର୍ଯ୍ୟନ୍ତ ସେଇଥିରେ ଭାଜିଦେବା। ସେଇଥିରେ ହିଁ ଆମେ ପତଳା କଟାଯାଇଥିବା ପିଆଜ ଆଉ ଛୋଟ ଛୋଟ କଟାଯାଇଥିବା ରସୁଣକୁ ପକେଇଦେବା। ତାପରେ ସ୍ୱାଦ ଅନୁସାରେ ଲୁଣ ପକେଇଦେବା, ଟିକେ ଲଙ୍କାଗୁଣ୍ଡ ଟିକେ ପକେଇଦେବା ଆଉ ଭଲସେ ଏଇଟାକୁ ମିଶେଇଦେବା। ଏଇଟା ଟିକିଏ ହେଇଗଲା ପରେ ଯେମିତି ପିଆଜଟା ଟିକେ ଆମର ପୁରା ତ ହେବନି, ଯେହେତୁ ଆମେ ସୋୟାବିନ୍‌ରେ ପକେଇଛେ, ଯେମିତି ଲାଗିବ ଯେ ତା କଞ୍ଚା ବାସ୍ନା ପଳେଇଗଲାଣି, ସୋୟାବିନ୍‌ଟା ଟିକେ ହେଇଗଲାଣି। ଏପଟେ ମୁଁ ଗ୍ରାଇଣ୍ଡରରେ ନେଇଯାଇଛି ପନିର ଖଣ୍ଡେ, ତା ସହିତ କାଜୁ। କେତିକି କ୍ୱାଣ୍ଟିଟିର ସୋୟାବିନ୍ କରୁଛନ୍ତି ସେଇ ଅନୁସାରେ କାଜୁ ଆଉ ପନିର ନେବେ। ତାର ଗୋଟେ ପେଷ୍ଟ ବନେଇ ଦେଇଛି ଟିକେ ପାଣି ଦେଇକିନା। ଅବିକା ସେ ପେଷ୍ଟଟାକୁ ଆମେ ସେ ସୋୟାବିନ୍‌ରେ ପକେଇଦେବା। କିଛି କରିବାର ନାହିଁ, ବହୁତ ସିମ୍ପଲ୍ ରେସିପି, ଝଟପଟ ହେଇକି ରେଡ଼ି ହେଇଯିବ। ଆଉ ତା ସହିତ ଘରକୁ ଯଦି କେତେବେଳେ କିଏ ଗେଷ୍ଟ ବି ଆସନ୍ତି ନା, ଆପଣ ଏ ରେସିପିଟା କରିଦେବେ। ଏଇଥିରେ ଅବିକା ମୁଁ ଧନିଆ ପତ୍ର ପକେଇଦେଲି, ଗୋଲମରିଚ ଗୁଣ୍ଡ ଆଉ ଟିକେ ହ୍ୱାଇଟ୍ ଦେଖାଯାଉଥିଲା ବୋଲି ମୁଁ ଚିଲି ଫ୍ଲେକ୍ ବି ପକେଇଦେଲି। ରାଗ ଆପଣ ଆପଣଙ୍କ ହିସାବରେ ରଖିବେ। କିନ୍ତୁ ବହୁତ ଟେଷ୍ଟି ଆଉ କ୍ରିମି ସୋୟାବିନ୍‌ର ଗୋଟେ ରେସିପି ହୋଇକି ରେଡ଼ି ହେଇଗଲା। ଆପଣମାନେ ଖାଇକି ନିଶ୍ଚୟ ଟ୍ରାଏ କରିବେ। ତା ସହିତ ମୋ ଚ୍ୟାନେଲକୁ ବି ସବସ୍କ୍ରାଇବ୍ କରିଦେବେ। ବାଏ ବାଏ।